ବ୍ରଜଗୋପିକା ସେବା ମିଶନ ତରଫରୁ ଏ ବର୍ଷ ଜନ୍ମାଷ୍ଟମୀ ଖୁବ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ଦର୍ଶକମାନଙ୍କ ପାଇଁ ସୁନ୍ଦର ଝାଙ୍କି, ବିଭିନ୍ନ ସାଜସଜ୍ଜା ଆକର୍ଷଣୀୟ ଥିଲା। 2000ରୁ ଊର୍ଦ୍ଧ୍ୱ ଦର୍ଶକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଜଗଦ୍ଗୁରୁ କୃପାଳଜୀ ମହାରାଜଙ୍କ ପ୍ରମୁଖ ପ୍ରଚାରିକା ପୂଜନୀୟା ରାଜେଶ୍ୱରୀ ଦେବୀ ଏବଂ ପ୍ରଚାରକ ପୂଜ୍ୟ ସ୍ୱାମୀ ଡକ୍ଟର ଶ୍ରୀ ଯୁଗଳ ଶରଣଙ୍କ ପ୍ରେରଣାରେ ବ୍ରଜଗୋପିକା ସେବା ମିଶନ ଆଧ୍ୟାତ୍ମିକ ଏବଂ ସାମାଜିକ ସେବାରେ ଅଗ୍ରସରରତ। ନିକଟରେ ଅନୁଷ୍ଠିତ ହୋଇଥିବା ବିଜିଏସ୍ଏମ୍ ପ୍ରତିଭାରେ ଏହି ଅଞ୍ଚଳର 18ଟି ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କୁ ଅଗଷ୍ଟ 15 ତାରିଖରେ ପୁରସ୍କାର ପ୍ରଦାନ କରାଯାଇଥିଲା। କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି, ସାର୍ଟିଫିକେଟ୍, ସାଇକେଲ, ଟିଫିନ୍ ବକ୍ସ, ପାଣି ବୋତଲ, ସ୍କୁଲ ବ୍ୟାଗ୍ ବିତରଣ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ଟାଙ୍ଗୀ ତହସିଲଦାର ମିତାଲି ପାତ୍ର ଏବଂ ଅବସରପ୍ରାପ୍ତ ପୂର୍ବତନ ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ମୁଖ୍ୟ ବକ୍ତା ରୂପେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ବିଜିଏସ୍ଏମ୍ ପ୍ରତିଭାର ଦ୍ୱିତୀୟ ପର୍ଯ୍ୟାୟରେ ଜୁନିୟର ଛାତ୍ରଛାତ୍ରୀଙ୍କ ପାଇଁ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିରେ ନିକଟବର୍ତ୍ତୀ 8ଟି ସ୍କୁଲର 40 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀମାନେ କୃଷ୍ଣ, ରାଧା, ଯଶୋଦା, ନନ୍ଦବାବା, ସୁଦାମା, କଂସ ଇତ୍ୟାଦି ଭୂମିକାରେ ଅଭିନୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କଠାରୁ ଷ୍ଟଡି ଟେବୁଲ, ଟିଫିନ୍ ବକ୍ସ, ୱାଟର ବୋଟଲ, ପ୍ରାଇଜ୍ ଟ୍ରଫି, ସାର୍ଟିଫିକେଟ୍ ଓ ସ୍କୁଲ ବ୍ୟାଗ୍ ବିତରଣ କରାଯାଇଥିଲା। ଅନ୍ୟ ପ୍ରତିଯୋଗୀମାନଙ୍କୁ ମଧ୍ୟ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଢେଙ୍କାନାଳ ଆସିଷ୍ଟାଣ୍ଟ ଜିଲ୍ଲାପାଳ ଇପ୍ସିତା ବଳିଆର ସିଂ ମୁଖ୍ୟ ଅତିଥି ଏବଂ ଅଧ୍ୟାପିକା ଡକ୍ଟର ଆଲାଦିନ ଧୀର ଓ ଶ୍ରୀମତୀ ନଳିନୀ ପ୍ରଭା ରାଉତ ବିଚାରକ ଭାବରେ ଯୋଗଦାନ କରିଥିଲେ। ଗତକାଲି ନନ୍ଦୋତ୍ସବ ପର୍ବ ଥିବାରୁ ପାଖାପାଖି 1000ରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଦର୍ଶନାର୍ଥୀ ବ୍ରଜଗୋପିକା ଧାମକୁ ଦର୍ଶନ କରିବାକୁ ଆସିଥିଲେ। ସମସ୍ତ ସ୍କୁଲ ପିଲାଙ୍କ ଲୁକାୟିତ ପ୍ରତିଭାକୁ ଆଞ୍ଚଳିକ, ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉଜାଗର କରିବା ବିଜିଏସ୍ଏମ୍ ପ୍ରତିଭାର ମୁଖ୍ୟ ଉଦ୍ଦେଶ୍ୟ ଏବଂ ମିଶନ ଏହି ଦିଗରେ ପୂର୍ଣ୍ଣ ରୂପେ ପ୍ରୟାସ ମଧ୍ୟ କରିଆସୁଛି। ଟାଙ୍ଗୀରୁ ଅନନ୍ତ କୁମାର ପ୍ରଧାନଙ୍କ ରିପୋର୍ଟ, IUIA ନ୍ୟୁଜ୍।